हेलो चलो हेलो वर्तमान जो यंग अडल्ट आपण मान पाखरे जो स्किट नहीं आसुଛନ୍ତି ड्रामा ता जोसेफ जीवन उपरे आधारित आउ स्टेज रे जो आपण माने वर्तमान देखिबा जाउछंती जोसेफ कहानी किभଳି निजर संघर्ष को से देश निर्माण पर व्यवहार करते आदि पिता अब्राहम कोठारु जात हेले इसाकଙ୍କର ଦୁଇ ପୁତ୍ର ହେଲେ येशू एवं जाकुब। ईश्वरଙ୍କ प्रतिज्ञा अनुଯାୟୀ जाकुबଙ୍କ ପତ୍ନୀଙ୍କ ଠାରୁ 12 ସନ୍ତାନ ଏବଂ ଏକ କନ୍ୟା ସେମାନେ ହେଲେ रूबेन, सिमियोन, लेवी, यहूदा, दान, नप्ताली, गाद, आसेर, इसाखर, सेबुलोन, जोसेफ एवं बिन्यामीन। या छोड़ा ताको एकमात्र कन्या हेले दीना। आज रही कहानी जाकुबको सबुठारु प्रिय पत्नी राहेल ठारु जात जोसेफଙ୍କର ଯାହାକୁ ଯାକବ ସବୁଠାରୁ ଅଧିକ ଭଲ ପାଉଥିଲେ। ଏହି ସମୟରେ जोसेफ पेड़ा मछी को जाइछि एवं बाकी ताहाक चारिआडे गोलाकार आकार ठिया होइछंती एवं एक धार समस्ते बुंडिया मारुछंती। लाइट बाबा बाबा आज मु गोटे स्वप्न देखिली। अच्छा कौन स्वप्न रे देखिलो? बाबा मु देखिली जे आ भाई मानकर पिंडा मोर पिंडा को दंडवत प्रणाम करूछंती। हे एमेति कोन कहूछु तो पूरा सबठारु सान? हाँ बाबा कहतु किंतु सत मु एमती स्वप्न देखिली। हेउ गलु गलु तो भाई को खाइबा नहीं देबो जा। जाकुब मने मने चिंता कले ईश्वर को एमिति दर्शन देउछती से दिन भी सारा ग्रह सूर्य और चंद्र मध्य मते प्रणाम कले कहतेला हो जा हो से परमेश्वर कहिछि। जोसेफ ताहाको पिता जेतिकी प्रेम करुଥିଲେ बिन्यामीन छुआ ताहाको प्राय 16 भाई ताहाको सेतिकी घृणा करुଥିଲେ। ସେମାନେ କହୁଥିଲେ ଏ କଣ ସ୍ୱପ୍ନ ଦର୍ଶକ ଆମେ ସମସ୍ତେ ୟାକୁ କଣ ନମସ୍କାର କରିବୁ? जोसेफ तो भाई माने में चलाउछंती इस समय रे भाई मान को पाखरे बार्ता ए भाई कौन सतरे आमे सब जोसेफ को मुंडिया मारिबा दिने? भाई
ଜୋରରେ ଭୋକ ଲାଗିଲାଣି, କଣ ଖାଇବାକୁ ଆସିନାହିଁ ଏ ଯାଏ? ଆରେ ରହ, ଏଠି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହେଉଛି। ତାକୁ ଖାଲି ଖାଇବା, ଯା ସେପଟେ। এই ସମୟରେ ବିନ୍ୟାମିନ ଦୁଃଖ କରି ଚାଲିଗଲା। ଭାଇମାନେ ରୁହ, ସମୟ ଆସୁ ସେ ଯୋସେଫକୁ ଦେଖାଇ ଦେବ କିଏ ତାହାକୁ ମୁଣ୍ଡିଆ ମାରିବ। ଭାଇ ଭୋକ ଲାଗିଲାଣି, କେବେ ଖାଇବା ଆସିବ? ଏ ଖାଇବା ବେଟା, ଖାଲି ଖାଇବା ଚିନ୍ତା, ଯା ସେପଟେ। ଏଠି ଆସିବୁ, ଦେଖ ତତେ। ବିନ୍ୟାମିନ ପୁଣି ଦୁଃଖରେ ଚାଲିଗଲେ। ଏହି ସମୟରେ ଯୋସେଫ ନିଜ ପିତାଙ୍କ ଆଜ୍ଞା ଅନୁସାରେ ଖାଇବା ଧରି ନିଜ ଭାଇଙ୍କ ପାଖକୁ ଆସିଲେ। ଏତେବେଳେ ଦୂରରୁ ତାହାକୁ ଦେଖି ଭାଇମାନେ କହିଲେ, ଭାଇ ଭାଇ, ଏଇ ଦେଖ ସ୍ୱପ୍ନ ଦର୍ଶକ ଆସୁଅଛନ୍ତି। ଆଜି ଏହାର ଚେଷ୍ଟା ଖତମ କରିଦେବା। ହଁ ଯେ କଣ କରିବା? ୟାକୁ ଧରି ବଧ କରିବା। କଣ ବୋଧ କରିବା? ଆଉ ବାବାଙ୍କୁ କଣ କହିବା? ଆରେ ଛେଳି ଛୁଆଟିଏ ମାରି ରକ୍ତ ତାର ଜାମା ଉପରେ ଢାଳି କହିଦେବା, ଆସିଲା ବେଳେ ସିଂହ ଖାଇଦେଲା। ସାବାସ୍, ଧର ତାକୁ, ଧର ତାକୁ। ଧର ଧର ତାକୁ, ଧର। ଯୋସେଫକୁ ଧରି ବାନ୍ଧି ଏକ ଖାତ ମଧ୍ୟରେ ପକାଇଦେଲେ ଏବଂ ତାଙ୍କ କପଡ଼ା କାଢ଼ି ସେଠି ରକ୍ତ ଲଗାଇଦେଲେ। ଇତିମଧ୍ୟରେ କିଛି ବେପାରୀ ମିଶର ଦେଶକୁ ଯାଉଥିଲେ। ଏହି ସମୟରେ ଭାଇମାନେ ଚିନ୍ତା କରି ଯୋସେଫଙ୍କୁ ତାହାଙ୍କ ହାତରେ ବିକ୍ରି କରିଦେଲେ ଏବଂ ତାହାଙ୍କ ପିତାଙ୍କୁ କହିଲେ ଯେ ଯୋସେଫଙ୍କୁ ଏକ ହିଂସ୍ରକ ସିଂହ ଖାଇଦେଲା। ଯୋସେଫଙ୍କୁ ପୋତିଫର ନାମକ ଫାରୋଙ୍କ ଏକ ରକ୍ଷକ ସେନାପତି ପାଖରେ ବିକ୍ରି କରାଗଲା ଏବଂ ଯୋସେଫ ବିଶ୍ୱସ୍ତ ରୂପେ ସେଠି କାମ କରିଲେ। ଏବଂ ପୋତିଫର ସେ ଯୋସେଫକୁ ଅଧିକ ପ୍ରେମ କରି ସମସ୍ତ ଭାର ତାଙ୍କ ଉପରେ ଦେଲେ। ଯୋସେଫ ଦେଖିବାରେ ସୁନ୍ଦର ଓ ମନୋହର ଥିଲେ। ମୁଁ ତୁମ ବିଶ୍ୱସ୍ତତା ଦେଖି ଅତ୍ୟନ୍ତ ଖୁସି। କେବଳ ମୋର ଖାଇବାକୁ ଛାଡ଼ି ଅନ୍ୟ କୌଣସି ବିଷୟରେ ମୁଁ ଆଉ ଚିନ୍ତିତ ହେବି ନାହିଁ। ତୁମେ ସବୁ ବିଷୟରେ ଭାର ନିଅ। କିନ୍ତୁ ପୋତିଫରଙ୍କ ସ୍ତ୍ରୀଙ୍କ ଦୃଷ୍ଟି ଯୋସେଫଙ୍କ ଉପରେ ପଡ଼ିଲା ଏବଂ ଦିନେ ଯେତେବେଳେ ଯୋସେଫ ଏକାନ୍ତ ଘରେ କିଛି କାମ କରିବା ସମୟରେ ସେ ଆସି ଯୋସେଫଙ୍କୁ କହିଲେ, जोसेफ कौन खाली काम करुथिबो कि आस आमे दुहे किछि किछि समय प्रेम रे लिप्त होबा। ये कौन कहूछ आपण को कर्तांकर भार्या एवं ए गृहर मोर सब अधिकार रही किंतु आपण मोर कर्तांकर भार्या अटंती। यह एक जघन्य अपराध। ये सब चलुची किए देखुची आस किए किए देखंतु कि न देखंतु ईश्वर देखुछंती। मु ए अपराध केबे ही करबिनी। ସବୁ କିନ୍ତୁ ପୋତିଫରଙ୍କ ସ୍ତ୍ରୀଙ୍କ ଏହି ଜଘନ୍ୟ ଅନ୍ଧକାର সেই କାର୍ଯ୍ୟ ସକାଶୁ ଯୋସେଫ সেই ସ୍ଥାନରେ ନିଜର ସମସ୍ତ ବସ୍ତ୍ର ପରିତ୍ୟାଗ କରି ଚାଲିଗଲେ। ଇତିମଧ୍ୟରେ ଦୁଇ ଜଣଙ୍କ ମଧ୍ୟରେ ଟଣାଓଟରା ହେବା ସମୟରେ ଯୋସେଫଙ୍କ ଅଙ୍ଗରଖା ପୋତିଫରଙ୍କ ସ୍ତ୍ରୀ ହାତରେ ଛାଡ଼ି ସେ ଗୃହକୁ ଚାଲିଗଲେ। କିନ୍ତୁ ପୋତିଫରଙ୍କ ସ୍ତ୍ରୀ ନିଜକୁ ବଞ୍ଚାଇବା ପାଇଁ
ପାଟି କରି ଲୋକଙ୍କୁ ଏକତ୍ର କରି କହିଲେ କି ଯୋସେଫକୁ ଦାୟୀ କଲେ ଏବଂ ଏଥିଯୋଗୁଁ ପଟିଫର ଯୋସେଫକୁ କାରାଗାରରେ ନିକ୍ଷେପ କଲେ। ନିର୍ଦ୍ଦୋଷ ହୋଇ ସୁଖୀ ଯୋସେଫ କାରାଗାରକୁ ଗଲେ। ଯୋସେଫ କାରାଗାରରେ ଥିବା ସମୟରେ ଈଶ୍ୱରଙ୍କର ଅନୁଗ୍ରହ ତାହାଙ୍କ ପ୍ରତି ବଢ଼ିଥିଲା। ଅନେକ ସମସ୍ୟା ଦେଇଯିବା ସତ୍ତ୍ୱେ ଈଶ୍ୱରଙ୍କ ଠାରେ ବିଶ୍ୱସ୍ତ ଥିବା ଯୋଗୁଁ ଦିନେ ଯେତେବେଳେ ଫାରୋ ରାଜା ନିଜର ସ୍ୱପ୍ନକୁ ଦେଖି ଚିନ୍ତିତ ଥିଲେ, ସେ ସମୟରେ ଯୋସେଫର ନାମ ତାଙ୍କ ସମ୍ମୁଖକୁ ଅଣାଗଲା। ଆଉ ଯୋସେଫ ଫାରୋଙ୍କର ସମସ୍ତ ବିଷୟ କହିଥିବା ଯୋଗୁଁ ଫାରୋ ଅତି ଆନନ୍ଦିତ ହୋଇ ଯୋସେଫକୁ ପ୍ରଧାନମନ୍ତ୍ରୀ ନିଜ ଦେଶର এই কাহাଣୀରୁ ଆମେ ଦେଖିପାରୁଛୁ ଯେ ଯୋସେଫ କେତେ ଯେ ସମସ୍ୟା ଦେଇ ଗତି କଲେ ଏବଂ ଶେଷରେ ତାହାଙ୍କର ସଂଘର୍ଷ ନିମନ୍ତେ ସମଗ୍ର ଇସ୍ରାଏଲ ଦେଶ ଈଶ୍ୱରଙ୍କର ଅନୁଗ୍ରହରେ ସେହି ମହାମାରୀରୁ ବଞ୍ଚି ଈଶ୍ୱରଙ୍କର ରାଜ୍ୟ ନିମନ୍ତେ ବ୍ୟବହାର ହେଲେ। ପ୍ରିୟ ମଣ୍ଡଳୀ, ଆମର ସଂଘର୍ଷ କେବଳ ଆମ ପାଇଁ ନୁହେଁ, ଏହା ଆମ ପରିବାର ନିମନ୍ତେ ଆଉ ସର୍ବୋପରି ଆମ ଦେଶ ନିମନ୍ତେ। ଧନ୍ୟବାଦ।